ନୂଆଖାଇ ଭେଟଘାଟ ଉପଲକ୍ଷେ ଜୁଜୁମରା ବ୍ଲକ ଅନ୍ତର୍ଗତ ନୂଆ ବରଗାମାଲ ଗ୍ରାମ ପଞ୍ଚାୟତର ଖଇରମାଲ ଗ୍ରାମଠାରେ ଏକ ଦିନିକିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମୁଦାୟ 8ଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଘେନୁପାଲି ଜୟ ଶ୍ରୀରାମ କ୍ଲବ ଓ ଭୀମଫୋଜ ଦଳ ଫାଇନାଲକୁ ଯାଇଥିଲେ। ଘେନୁପାଲି ଜୟ ଶ୍ରୀରାମ କ୍ଲବ ଭୀମଫୋଜ ଦଳକୁ ଗୋଟିଏ ଗୋଲ ଦେଇ ବିଜେତା ହୋଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଅଶୋକ କୁମାର ସାହୁ, ମନୋଜ କୁମାର ପ୍ରଧାନ ଏବଂ ଦିଲ୍ଲୀପ ମେହତା ଉପସ୍ଥିତ ଥିଲେ। ଖେଳଟିକୁ ରେଫରି ଭାବରେ ଲକ୍ଷ୍ମଣ ନାୟକ ପରିଚାଳନା କରିଥିଲେ। ଜୁଜୁମରାରୁ ସରୋଜ କୁମାର କର୍ମୀଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ।